ଏହା ତୃତୀୟ ଶ୍ରେଣୀର ହସଖୁସି ବହିର ଚିତ୍ର ଦେଖି ଗପ କୁହର ଅଭ୍ୟାସ କାର୍ଯ୍ୟ ଅଟେ। 1 ନମ୍ବରରେ ଲେଖା ହେଇଛି ପଢ଼ ଓ ଲେଖ ଯେମିତିକି ପତାକା, କୃଷକ, ଘର, ବାଳକ, ନଡ଼ିଆ, ପାହାଡ଼, ବୁଢ଼ା, କୂପ। ଯାହା ସବୁ ଲେଖା ହେଇଛି ତାହାକୁ ଭଲ ଭାବରେ ପଢ଼ି କୋଠରୀ ଭିତରେ ଲେଖ। ଏବେ 2 ନମ୍ବର ଦେଖ। କ ଚିତ୍ରରେ ବୁଢ଼ାଟି କେଉଁଠି ବସିଛି? ଚିତ୍ରରେ ବୁଢ଼ାଟି ଘରର ପିଣ୍ଡା ଉପରେ ବସିଛି। କ୍ୱେଶ୍ଚନ ନମ୍ବର ଖ ସୂରୁଜ କେଉଁଠି ଦେଖାଯାଉଛି? ସୂରୁଜ ପାହାଡ଼ର ପଛପଟେ ଦେଖାଯାଉଛି। କ୍ୱେଶ୍ଚନ ନମ୍ବର ଗ ପିଲା ଦୁଇଟି କୁଆଡ଼େ ବାହାରିଛନ୍ତି? ପିଲା ଦୁଇଟି ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ବାହାରିଛନ୍ତି। କ୍ୱେଶ୍ଚନ ନମ୍ବର ଗ କୃଷକ କ'ଣ କରୁଛି? କୃଷକ ବିଲରେ ହଳ କରୁଛି। ଚିତ୍ର ଦେଖି ଲେଖ ଯେମିତିକି ଚକ, ଗାଈ, ନଳକୂପ, ଶଗଡ଼ ଗାଡ଼ି। ବଳଦ କ'ଣ କ'ଣ ଖାଇ ହଳ କରିବାକୁ ଯିବ? ଦାନା, କୁଣ୍ଡା, ପାଣି, ଘାସ, ନଡ଼ା।